ମନ୍ଦ ବୁଦ୍ଧିରେ ଜଗନ୍ନାଥର କରିଲେ ଅଭିଚୟ ତାଙ୍କ ସେ ଭୁଲ ପାଇଁ ତୁମ ନିକଟରେ ମୁଁ କ୍ଷମା ପ୍ରାର୍ଥନା କରୁଛି ଭାଇ ଜାଣନ୍ତୁ 3 ଜଣ ଅଯୋଧ୍ୟା ମନ୍ତ୍ରୀ ଅଯୋଧ୍ୟାର ସ୍ୱର୍ଣ୍ଣ ସିଂହାସନରେ ବସି କହିଲେ ଆଦେଶ ପିତୃ କାର୍ଯ୍ୟ ମୋର ହୋଇବ ସମାପନ ଚାଲ ଫେରିଯାଅ ଅଯୋଧ୍ୟା ମନ୍ତ୍ରୀ ଭରତ ବିମତାକୁ ଏଥିରେ ଦୋଷ ନାହିଁ କିଛି ଆରେ ଭୋଗିବାକୁ ହେବ ମୋତେ ମୋ କର୍ମର ଫଳ ନାହିଁ ଭାଗ୍ୟ ମୋର ରାଜ ସିଂହାସନ ଏହି ବନବାସ ଭୋଗ ମୋର କପାଳ ନିଖନ ଅବୁଝ ଭୁବନରେ ଭାଇ ଫେରି ଯାଅ ଅଯୋଧ୍ୟାକୁ ତୁମେ ଭାଇ ଆଶ୍ଚର୍ଯ୍ୟ ଲାଗୁଛି ଭାଇ ତୁମମାନଙ୍କ ବାକ୍ୟ ଶୁଣି କାରଣ ଅଯୋଧ୍ୟାରେ ଆସିଲା ବେଳେ ଅଥମ ଭରତ ଅନେକ ଆଶା ଆକାଂକ୍ଷାରେ ଆପଣଙ୍କ ପାଖକୁ ଆସିଅଛି ଆଉ କଥା ଦେଇଛି ମୋ ଅଯୋଧ୍ୟାର ପଦବୃନ୍ଦକୁ ମୋ ମାତା କୌଶଲ୍ୟା କହିକି ଶୁଣିଥାନ୍ତୁ ମୋର ପ୍ରାଣର ପ୍ରତିଭା ଆମକୁ ଫେରାଇ ଆଣି ଅଯୋଧ୍ୟାର ରାଜ ସିଂହାସନରେ ଅଭିଷିକ୍ତ କରାଇବି ଭରତ ସତ୍ୟ କଥା ହେବ ନାହିଁ ଭାଇ ଯଦି ତାହା ହେବ ଭାଇ ଏ ଅଧମ ଭରତ କହିଅଛି ସତ୍ୟ ଭାଇ ନ ଫେରିଲେ ମୋର ପ୍ରାଣର ପ୍ରତିଭା ଭାଇ ରାମ ପ୍ରାଣ ବିସର୍ଜନ କରିବି ଭାଇ ହଁ ପ୍ରାଣ ବିସର୍ଜନ କରିବି କିପରି ଲଙ୍ଘିବେକୁ ପିତୃ ସତ୍ୟ ମହାବାକ୍ୟ କିପରି ଲଙ୍ଘିବେକୁ ପିତୃ ସତ୍ୟ ମହାବାକ୍ୟ ବଞ୍ଚିଥିଲେ ପ୍ରାଣୀ ତେବେ ଫେରିଯିବି ଅଯୋଧ୍ୟାକୁ ଲଭିବି ମୁଁ ଅଯୋଧ୍ୟାର ବିଭବ ସମ୍ପଦ ଏ ପ୍ରାଣାଧିକ ଭାଇ ମୋର ତୁମରି ରାଜତ୍ୱ ଜାଣି ରାଜ୍ୟ ଲାଭ ମୋର ଯାଅ ଭାଇ ଫେରି ଅଯୋଧ୍ୟାକୁ ଫେରି ଏଇ ମନ୍ତ୍ରୀ ପ୍ରଜାଗଣ ଆନନ୍ଦରେ ରାଜ୍ୟକୁ କରନି ଶାସନ ঠিক 14 বর্ষ পরই আমি চাই ভাই করিবা একত্র যাও ভাই ফিরে যাও অযোধ্যাকে তুমি ভাই ଆପଣମାନଙ୍କୁ ବାରମ୍ବାର ମୁଁ ଅନୁରୋଧ କଲି କିନ୍ତୁ ମୋ ଭାଗ୍ୟ ରହିଲା ଆପଣ ଯଦି ନ ଫେରିଲେ ଅଯୋଧ୍ୟା ତାହେଲେ ସାରୁଜ ରାକ୍ଷରକୁ ଦିଅନ୍ତୁ ଆଦେଶ ସେ ଫେରି ଯାଇ ଅଯୋଧ୍ୟାର ସ୍ୱର୍ଣ୍ଣ ସିଂହାସନରେ ବସି ଅଯୋଧ୍ୟାର ପ୍ରଜାମାନଙ୍କୁ ସୁଖ ଶାନ୍ତିରେ ପାଳନ କରିବ ଦିଅନ୍ତୁ ଲକ୍ଷ୍ମଣକୁ ତୁମର ଦିଅନ୍ତୁ ଆଦେଶ Thank you.